କ'ଣ ସତରେ ସୁନା ଦର 45,000 ହେବ? ସରକାରଙ୍କ ବଡ଼ ଘୋଷଣା କ'ଣ? ପିଓର ଗୋଲ୍ଡ କେମିତି ଜାଣିବେ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ସୁନା ଖାଲି ଗୋଟିଏ ଧାତୁ, ବସ୍ତୁ, ଅଳଙ୍କାର ନୁହେଁ, ସେ ଆମ ପ୍ରତ୍ୟେକ ଭାରତୀୟଙ୍କ ଭାବନା ସହିତ ଜଡ଼ିତ ଅଛି। ତେଣୁ ଆମ ସଂସ୍କୃତି ପରମ୍ପରାରେ ଯାହା ବି ଆମେ ପର୍ବପର୍ବାଣି, ବାହାଘର, ବ୍ରତଘର, ପାର୍ଟି, ଫଙ୍କସନ୍ ଯାହା ବି କରୁଛୁ, ସୁନାର ଆବଶ୍ୟକତା ନିହାତି ପଡ଼ୁଛି। ସୁନାର ଏବେ ଯେଉଁ ଆକାଶ ଛୁଆଁ ରେଟ୍ ବଢ଼ି ଚାଲିଛି, ସେଥିପାଇଁ ସରକାର ଗୋଟିଏ ନୂଆ ନିର୍ଦ୍ଦେଶ ଆଣିଛନ୍ତି। ଆମର ଆଗରୁ ଯେଉଁ ହଲମାର୍କ ଥିଲା 916, ଯେଉଁଟା BIS ଦ୍ୱାରା ନିର୍ଦ୍ଦିଷ୍ଟ କରାଯାଇଥିଲା, ବର୍ତ୍ତମାନ ସେହି ଭାରତ ସରକାର BISକୁ କହିଛନ୍ତି କି ଏବେ 9 କ୍ୟାରେଟ୍ ଗୋଲ୍ଡକୁ ଆପ୍ରୁଭ୍ କରନ୍ତୁ। ଆଚ୍ଛା, ତାହେଲେ BIS କ'ଣ ଆସନ୍ତୁ ଜାଣିବା। BIS ହେଲା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ। BIS ଯାହା ନିର୍ଦ୍ଦେଶ ଦିଏ, ସରକାର ତାହା ମାନିବାକୁ ବାଧ୍ୟ ଅଟନ୍ତି। ଯେଉଁ 9 କ୍ୟାରେଟ୍ ଗୋଲ୍ଡ ଆପ୍ରୁଭ୍ ହେଇଛି, ତାହା ଜୁଲାଇ 2025ରୁ ଆପ୍ରୁଭ୍ ହେଇଗଲାଣି। କାହିଁକି ନା ଜଣେ ଧନୀ ହେଉ ଅଥବା ଜଣେ ମଜୁରିଆ ହେଉ, ବାହାଘର ମାନେ ସୁନା। ତେଣୁ ବର୍ତ୍ତମାନ ଯେଉଁ ସୁନାର ରେଟ୍ ଅଛି, ଜଣେ ଗରିବ ତାର ଝିଅ ବାହାଘର କରୁଛି, କମ୍ ସେ କମ୍ ମିନିମମ୍ ତାକୁ 2ରୁ 4 ଲକ୍ଷ ସୁନା ନିହାତି ଲାଗିଯାଉଛି, ଯାହାକି ତା ପାଇଁ ମୁସ୍କିଲ ହୋଇପଡ଼ୁଛି। ସେଥିପାଇଁ ସରକାର ଏହିପରି ଗୋଟିଏ ନିର୍ଦ୍ଦେଶ ନେଇଛନ୍ତି, ଯେଉଁଥିରେ କି ସୁନାର ରେଟ୍ ଆପଣଙ୍କର 45,000 ହେଇଯିବ। ତାହେଲେ କ'ଣ ସେ 9 କ୍ୟାରେଟ୍ ଆସନ୍ତୁ ଜାଣିବା। ଆମେ ସମସ୍ତେ ଶୁଣିଛେ 24 କ୍ୟାରେଟ୍, 22 କ୍ୟାରେଟ୍, 18 କ୍ୟାରେଟ୍, 14 କ୍ୟାରେଟ୍। ଏବେ ଶୁଣିବା 9 କ୍ୟାରେଟ୍। କ୍ୟାରେଟ୍ ଯେଉଁ ଅଛି କେ, ତାହା ରିପ୍ରେଜେଣ୍ଟ କରୁଛି ଗୋଲ୍ଡର ପ୍ୟୁରିଟିକୁ। ଏଠି ଯେଉଁ 24 ଅଛି, ତାକୁ ଆମେ 24ରେ ଡିଭାଇଡ଼ କରିବା, ଇଣ୍ଟୁ 100 ଯଦି ଆମେ କରିବା, ଗୋଲ୍ଡର ପ୍ୟୁରିଟି ଆମେ ଜାଣିପାରିବା। ମାନେ 24 କ୍ୟାରେଟ୍, ତାହେଲେ ସେଥିରେ 100% ଗୋଲ୍ଡ ଅଛି। ଆଉ ଏଇ 100% ଗୋଲ୍ଡ ଯାହାକି ଜୁଏଲେରୀ ପାଇଁ ୟୁଜ୍ ହେଇନଥାଏ, କାରଣ ସୁନାର ଡକ୍ଟିଲିଟି ବହୁତ ଅଧିକ। ସେଥିପାଇଁ ଆମେ BIS ଦ୍ୱାରା ଯେଉଁ ଆପ୍ରୁଭ୍ 22 କ୍ୟାରେଟ୍ ଗୋଲ୍ଡ ୟୁଜ୍ କରୁଛୁ। BIS 916କୁ ଆପ୍ରୁଭ୍ କରିଛି, ଯାହାକି 22 କ୍ୟାରେଟ୍। ତାମାନେ 22 ଡିଭାଇଡେଡ଼ ବାଇ 24 ଇଣ୍ଟୁ 100 ଯଦି ଆମେ କରିବା, ଆମେ ପାଇଯିବା 91.6% ଗୋଲ୍ଡ। ସେମିତି ଯଦି ଆମେ 9 କ୍ୟାରେଟ୍ ପାଇଁ କରିବା, ତାହେଲେ 9 ଡିଭାଇଡେଡ଼ ବାଇ 24 ଇଣ୍ଟୁ 100, ଯାହାକି ଆମେ ପାଇବା 37.5%। 10 ଗ୍ରାମରେ ଯଦି ଆମେ ଦେଖିବା, ତାହେଲେ ତା ହେଇଯିବ 3.75 ଗ୍ରାମ। ତାମାନେ ଆପଣ ଯେମିତି 22 କ୍ୟାରେଟ୍ ସୁନା କିଣୁଥିଲେ, ଏବେ ସେମିତି 9 କ୍ୟାରେଟ୍ ସୁନା କିଣିପାରିବେ। ସେଇଟା 5 ବର୍ଷ ହେଉ, 6 ବର୍ଷ ହେଉ, 7 ବର୍ଷ ପରେ ବି ଯଦି ଆପଣ ରିଟର୍ଣ୍ଣ କରିବେ, ତାହେଲେ ସେହି ଦାମରେ ରିଟର୍ଣ୍ଣ ବି କରିପାରିବେ। ତାମାନେ ଏଇଟା ଗୋଟିଏ ବଡ଼ ଇନଭେଷ୍ଟମେଣ୍ଟ। କାହିଁକି ନା ଏସବୁ ସରକାର ଇନଭେଷ୍ଟମେଣ୍ଟ କଲେ, କାରଣ ସୁନାର ଆକାଶ ଛୁଆଁ ରେଟ୍ ଯେଉଁ ହେଲାଣି, ଜଣେ ଗରିବ ଖଟିଖିଆ ଲୋକ କେବେ ମଧ୍ୟ ସୁନା କିଣି ପାରିବନି। ମଧ୍ୟବିତ୍ତ ଲୋକ କିଣିବା ବି କାଠିକର ପାଠ ହେଇଗଲାଣି ଏବେ। ଆଉ ଆଜିର ଟାଇମ୍ରେ 24 କ୍ୟାରେଟ୍ ଗୋଲ୍ଡ, ପିଓର ଗୋଲ୍ଡ ଯାହାକୁ କହୁଛୁ, ତା ଯଦି ଆମେ 10 ଗ୍ରାମ କିଣୁଛେ, ଆମକୁ ପାଖାପାଖି 1,30,000 ପଡ଼ିଯାଉଛି। ଯଦି 22 କ୍ୟାରେଟ୍ର କିଣୁଛେ, ତାହେଲେ ତାହା 1,20,000 ପାଖାପାଖି ପଡ଼ିଯାଉଛି। କିନ୍ତୁ ଯଦି ତାହା 9 କ୍ୟାରେଟ୍ରେ ଆମେ କିଣିବା, 10 ଗ୍ରାମକୁ ଆମେ ପାଇଯିବା 45K, ମାନେ 45,000ରେ। ତାହେଲେ ଏଠି ଆପଣ ଆଉ ଗୋଟେ ଜିନିଷ ଲକ୍ଷ୍ୟ କରନ୍ତୁ, ଆମେ ଯେଉଁ ଗୋଲ୍ଡ କିଣୁଛି, ସେଠି ଏଇ ଯେଉଁ ମାର୍କ ଅଛି, ସେଇ ମାର୍କଟି ହେଉଛି BIS ମାର୍କ, ଯାହାକି ପିଓର ଗୋଲ୍ଡର ସିମ୍ବଲ। ସବୁ ଗୋଲ୍ଡରେ ଏଇ ମାର୍କ ରହିଥାଏ। ପ୍ୟୁରିଟି ଅଫ୍ ଗୋଲ୍ଡ କେମିତି ଜାଣିବା? ଏଇଠି ଅଛି ଦେଖନ୍ତୁ, 22K, କେ ମାନେ କ୍ୟାରେଟ୍, 22 କ୍ୟାରେଟ୍ ଯାହା ହେଉଛି 916। ପାଖରେ ଏଇ ଯେଉଁ କିଛିଟା
नंबर्स थिबो किछि ना जदि लिखा होइथिबो सेटा होछि गोटे तार यूनिक ज्वेलरी आर्टिकल रो नंबर सेटा कोड सेटा सब ज्वेलरी शॉप पई अलग अलग रहिथिबो ताले आम निश्चित कहि परिबा या सरकार को गोटे बड़ इन्वेस्टमेंट गरीब लोकंक पई एबे गरीब लोक भी मध्यवित्त परिवार लोक भी निश्चित भाव में सुना किଣି पारिबे जदि आपनको ए वीडियोटी भल लागिथिबो लाइक शेयर निश्चित करिबे थैंक यू।